हेलो फ्रेंड्स। रामपुर नामक गोटे गाँ थिला। से गाँव रे 4 ରୁ 5ଟି घर ही बसवास करुथिले। ସେହି ଗାଁରେ ମୁଖ୍ୟତଃ କେହି ଲୋକ କୌଣସି କାମ କରୁ ନଥିଲେ। ସେମାନଙ୍କୁ ଯେବେ ଭୋକ ଲାଗେ ପାଖରେ ଥିବା ଜଙ୍ଗଲକୁ ଯାଇ ସେଠାରୁ ଫଳମୂଳ ଇତ୍ୟାଦି ଆଣି ଚଳୁଥିଲେ। ସେହି ଗାଁରେ ରାମ ଓ ଦାସିଆ ନାମକ 2 ମହା ଅଳସୁଆ ରହୁଥିଲେ। ସେମାନଙ୍କୁ ଭୋକ ଲାଗିଲେ ବି ସେମାନେ ଖାଇବା ଆଣିବାକୁ ଯାଆନ୍ତି ନାହିଁ। ଏଥିଲାଗି ସେ ଦୁହେଁ ବେଳେବେଳେ ଉପାସ ମଧ୍ୟ ରହନ୍ତି। ଦିନେ ରାମ, ହଇରେ ଦାସିଆ, ଯାଉନୁ କ'ଣ ଦିଟା ଆଣିବୁ, ବହୁତ ଭୋକ ଲାଗିଲାଣି। ହଁ ରେ ପୁଅ, ନିଜେ ଯାଆନି, ମତେ ଖାଲି ପଠା, ଯାଇକି ଆଣିବା ପାଇଁ କଷ୍ଟ ଲାଗୁଛି ନା। ଏବେ ପୁଣି ରାତି 10ଟା ହେଲାଣି, କିଏ ଯିବ? ତୁ ଯା ଟିକେ ପାଣି ପିଇକି ଶୋଇପଡ଼। ବୁଝିଲୁ, ମୁଁ ଯାଇପାରିବିନି। ହେଲେ ଦାସିଆରେ, ମତେ ବହୁତ ଭୋକ ଲାଗିଲାଣି, ତ କ'ଣ କରିବି? ପାଣି ପିଇଲେ ହବନି, ତୁ ଯିବୁନି ତ? ଠିକ୍ ଅଛି, ମୁଁ ତେବେ ଯାଉଛି, ହେଲେ ଏକା ଖାଇକି ଆସିବି। ତୋ ଲାଗି କିଛି ଆଣିବିନି କହୁଛି, ବୁଝିଲୁ? ହଁ ହଁ, ଶୁଭିଲା, ଯା ଏବେ, ମତେ ଭାରି ଜୋରେ ନିଦ ଲାଗିଲାଣି। ଏହା କହି ଦାସିଆ ଶୋଇପଡ଼ିଲା। ପରେ ରାମ ରାତିରେ ଜଙ୍ଗଲ ଆଡ଼କୁ ଫଳ ଖାଇବା ପାଇଁ ଚାଲିଲା। ବହୁତ ଅନ୍ଧାର ରାତି ହୋଇଥିଲା। ସେ ଧୀରେ ଧୀରେ ଜଙ୍ଗଲ ଭିତରକୁ ଗଲା। ଏତିକିରେ ସେ ଯାଉ ଯାଉ ତାକୁ ଧୀରେ ଧୀରେ ଡର ଲାଗିବାକୁ ଆରମ୍ଭ କଲା। ତାକୁ ଲାଗିଲା କି ତା ପଛରେ କେହି ଜଣେ ଚାଲି ଚାଲି ଆସୁଛି। ଆରେ ଆରେ, ମୁଁ ତ ଏକା ଯାଉଛି, ଏଠି ପବନ ମଧ୍ୟ ନାହିଁ। ହେଲେ ପବନର ଶବ୍ଦ କେଉଁଠୁ ଆସୁଛି? ଆଉ ମୋ ପଛରେ ଇଏ ଗୋଟିଏ ଚାଲିକି ଆସିଲା ଭଳି ଲାଗୁଛି। ଯାଉଛି, ମୁଁ ଭଗବାନଙ୍କ ନାମ ନେଇ ଆଗକୁ ଯିବି। ଏହା ଭାବି ସେ ଆଗକୁ ବଢ଼ିଲା। ଜୟ ବଜରଙ୍ଗବଲି, ଜୟ ବଜରଙ୍ଗବଲି, ଜୟ ବଜରଙ୍ଗବଲି, ରକ୍ଷା କରନ୍ତୁ ପ୍ରଭୁ, ରକ୍ଷା କରନ୍ତୁ। ଆଉ ରାତିରେ ମୁଁ କେବେ ଏଠାକୁ ଆସିବିନି। ମୋତେ ଏଇ ଥରକ ଛାଡ଼ି ଦିଅନ୍ତୁ ପ୍ରଭୁ, ଦୟା କରନ୍ତୁ। ଏମିତି ସେ ଡରରେ ଠାକୁରଙ୍କୁ ଡାକି ଆଗକୁ ଆଗକୁ ଜୋରେ ଜୋରେ ଯିବାକୁ ଲାଗିଲା। କିଛି ଦୂର ଗଲା ପରେ ସେ ଗୋଟିଏ ଫଳ ଗଛ ଦେଖିଲା। ସେଥିରେ ବହୁତ ଫଳ ଫଳିଥିଲା। ସେ ତୁରନ୍ତ ସେଠାକୁ ଯାଇ ଫଳ ଖାଇଲା। ଏତିକି ବେଳେ ତାକୁ ପଛରୁ କିଏ ଗୋଟେ ଡାକିଲା। ରାମ, ତୁ କାହା ଅନୁମତିରେ ଫଳ ଖାଇଲୁ? ଏ ଗଛ କେବଳ ମୋର। ଏ ଗଛରେ କେବଳ ମୋର ଅଧିକାର ଅଛି। ତୁ ବହୁତ ବଡ଼ ଭୁଲ କରିଥିଲୁ ରେ। ମୁଁ ଏ ଗଛରେ ଦୀର୍ଘ 50 ବର୍ଷ ହେଲାଣି ରହି ଆସୁଛି। ହେଲେ ଏ ଗଛର ଫଳ ଖାଇବାକୁ କାହାରି କେବେ ବି ସାହସ ହୋଇନି। ହେଲେ ତୁ କେମିତି ଖାଇଲୁ? ଆପଣ କିଏ? ହେଲେ ମୋତେ ଜୋରେ ଭୋକ ଲାଗିଲା, ସେଥିଲାଗି ମୁଁ ଜଙ୍ଗଲକୁ ଖାଇବାକୁ ଆସିଥିଲି। ହେଲେ ଆପଣ ମୋ ଉପରେ କାହିଁକି ରାଗୁଛନ୍ତି? ଦେଖ ରାମ, ତୁ ମୋ ଫଳ ଖାଇଛୁ, ମୁଁ ବି ତତେ ଖାଇବି। ନା 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 ନା, ମୋତେ ଛାଡ଼ିଦିଅ, ମୁଁ ଆଉ କେବେ ଏଠାକୁ ଆସିବିନି। ଏତିକି କହିବା ମାତ୍ରେ ସେ ଭୂତ ରାମ ଭିତରେ ପ୍ରବେଶ କରିଗଲା। ପରେ ସେ ଭୂତ ରାମର ଗାଁ ଆଡ଼କୁ ଚାଲିଲା ଓ କହୁଥିଲା, ଆଜି ମୋର ବହୁତ ଦିନର ଇଚ୍ଛା ପୂରଣ ହେଲା। ମୁଁ ଏଥର ସେ ଗାଁର ଗୋଟି ଗୋଟି ଲୋକଙ୍କୁ ଖାଇବି ଓ ମଣିଷ ମାଂସର ଆନନ୍ଦ ଲାଭ କରିବି। ଏହା କହି ସେ ଗାଁ ଆଡ଼କୁ ଜୋରେ ଯିବାକୁ ଲାଗିଲା। ମୋତେ ମଣିଷ ମାଂସ ଦରକାର। ତେବେ ପିଲାମାନେ, ଗପଟି କେମିତି ଲାଗିଲା? ଯଦି ଭଲ ଲାଗିଲା, ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବେନି ଆମ ଚ୍ୟାନେଲ ଓଡ଼ିଆ ପରଦା। ଆଉ ୟାର ନେକ୍ସଟ ପାର୍ଟ ଦେଖିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବେନି।